ମାତ୍ର 3 ଥର ଏହି ଗୋଟିଏ ମନ୍ତ୍ରକୁ ପଢ଼ି ପରିସ୍ରା କରିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ମହିଳା ରାତିଦିନ ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। ହଁ ଫ୍ରେଣ୍ଡସ୍, କ'ଣ ଆପଣ ଝିଅ ପଟେଇବାକୁ ଚାହୁଁଛନ୍ତି? ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ପଟେଇବାକୁ ଚାହୁଁଛନ୍ତି? ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି? ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଏମିତି ଏକ ସହଜ ଘରୋଇ ବଶୀକରଣ, ଯାହାର ପ୍ରୟୋଗରେ ଆପଣ କେଉଁ ବି ଝିଅ ବା ବିବାହିତା ମହିଳାକୁ ଅତି ସହଜରେ ନିଜ ବଶରେ କରିପାରିବେ, ତାକୁ ପଟେଇ ପାରିବେ, ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଯେଉଁ ଝିଅ ଆପଣଙ୍କୁ ଭାव ଦେଉନଥିଲା, ଇଗ୍ନୋର କରୁଥିଲା, ସେ ଝିଅ ନିଜେ ଆସି ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯେଉଁ ବିବାହିତା ମହିଳା ବା ପଡ଼ିଶା ଘର ଭାଉଜକୁ ଆପଣ ଦିନରାତି ଭାବୁଛନ୍ତି, ତା'ର ସୁନ୍ଦରତାକୁ ଦେଖି ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ସେ ମହିଳା ବା ଭାଉଜ ହାତ ଧରିକି ରୁମ୍କୁ ଡାକିବ, ଯାହା ଚାହିଁବେ ତାହା କରିବ। କୌଣସି ପ୍ରକାର ବାଧା ଦେବ ନାହିଁ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର କଷ୍ଟ କାମ କରିବାକୁ ପଡ଼ିବନି କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। ମାତ୍ର 3 ଥର ଏହି ଗୋଟିଏ ମନ୍ତ୍ରକୁ ପଢ଼ି ପରିସ୍ରା କରିବାର ଅଛି। ତାପରେ ଦେଖିବେ ଚମତ୍କାର। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। କେତେଥର ଏମିତି ହେଇଥାଏ କି ଆପଣ ଯେଉଁ ଝିଅକୁ ମନେ ମନେ ଭଲ ପାଉଛନ୍ତି, ସେ ଝିଅ ଆପଣଙ୍କୁ ଭଲ ପାଏନି, ଅନ୍ୟ କାହାକୁ ଭଲ ପାଏ। ଆଉ ଆପଣ ତା ପଛରେ ଗୋଡ଼େଇ ଗୋଡ଼େଇ ଥକିଗଲେଣି, ନିଜର ସବୁ ସମୟ ସାରି ସାରିଲେଣି, କିନ୍ତୁ ସେ ଝିଅକୁ ପଟେଇ ପାରୁନାହାନ୍ତି। ଯଦି ଆପଣ ବି ଏହିପରି ପରିସ୍ଥିତିରେ ପଡ଼ିଛନ୍ତି, ତେବେ ମୋ କଥା ମାନି ମାତ୍ର 3 ଥର ଏହି ଗୋଟିଏ ମନ୍ତ୍ରକୁ ପଢ଼ି ପରିସ୍ରା କରିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ଆପେ ଆପେ ପଟିଯିବ, ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଏହି ବଶୀକରଣକୁ ପ୍ରୟୋଗ କରି ହଜାର ହଜାର ଲୋକମାନେ ଲାଭବାନ ହେଇଛନ୍ତି। ଆଶା ଛାଡ଼ି ଦେଇଥିବା ଲୋକ ମଧ୍ୟ ନିଜ ପ୍ରେମକୁ ପାଇପାରିଛି। ବିନା କୌଣସି ପରିଶ୍ରମ କରି, ବିନା କୌଣସି ପଇସା ଖର୍ଚ୍ଚ କରି ଘରେ ବସି ବସି ସୁନ୍ଦରୀରୁ ସୁନ୍ଦରୀ ଝିଅ ବା ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ମୁହୂର୍ତ୍ତକ ଭିତରେ ପଟେଇ ପାରିଛି। ତେଣୁ ଯଦି ଆପଣ ଯେତେ ଚେଷ୍ଟା କରି ମଧ୍ୟ ସେ ଝିଅକୁ ପଟେଇ ପାରୁନାହାନ୍ତି, ତେବେ ମୋ କଥା ମାନି ମାତ୍ର ଗୋଟିଏ ଥର ଏହି ବଶୀକରଣ କରିଦିଅନ୍ତୁ। ତାପରେ ଦେଖିବେ ଚମତ୍କାର। ଏହି ବଶୀକରଣ ସାହାଯ୍ୟରେ ଆପଣ କାହାକୁ ବି ବଶରେ କରିପାରିବେ। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିବେ। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ନିଜ ଶତ୍ରୁକୁ ମଧ୍ୟ ହାତ ମୁଠାରେ ରଖିପାରିବେ। କେତେଥର ଏମିତି ହେଇଥାଏ କି ବିନା କାରଣରେ ଯଦି କେଉଁ ଲୋକ ଆପଣଙ୍କୁ ହଇରାଣ କରୁଛି, ଆପଣଙ୍କର ଘର ପରିବାର ଉପରେ ଖରାପ ନଜର ପକାଉଛି, ଆଉ ଆପଣ ଚାହିଁକି ବି ତା'ର କିଛି କରିପାରୁନାହାନ୍ତି, ଏହିପରି ପରିସ୍ଥିତିରେ ଆପଣ ବଶୀକରଣ କରିପାରିବେ। କାହିଁକିନା କେତେଥର ଏମିତି ହେଇଥାଏ କି ଆମର ଶତ୍ରୁ ପଇସାରେ ଆଉ ଶକ୍ତିରେ ଆମଠାରୁ ବଳବାନ ହେଇଥାଏ, ଆଉ ଆମେ ଚାହିଁକି ବି ତା'ର କିଛି କରିପାରୁନାହୁଁ। ଏହିପରି ପରିସ୍ଥିତିରେ ଆପଣ ବଶୀକରଣ କରିପାରିବେ। ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇ ପାରିବେ, ଶତ୍ରୁକୁ ମଧ୍ୟ ହାତ ମୁଠାରେ ରଖିପାରିବେ। ଏଥିପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ମୁଁ ଆଜି ଆପଣଙ୍କ ପାଇଁ ଏମିତି ଏକ ମହାଶକ୍ତିଶାଳୀ ବଶୀକରଣ ନେଇ ଆସିଛି। ଏହି ବଶୀକରଣକୁ କେହି ବି ଅତି ସହଜରେ କରିପାରିବେ। କେଉଁ ବି ଝିଅ ବା ପୁଅ ନିଜ ପ୍ରେମକୁ ପାଇବା ପାଇଁ କିମ୍ବା କାହାକୁ ବି ନିଜ ବଶରେ କରିବା ପାଇଁ ଏହି ବଶୀକରଣ କରିପାରିବେ। ଠିକ୍ ଅଛି, ତେବେ ଏହି ବଶୀକରଣ କରିବା ସବୁଠାରୁ ସହଜ। ଏହାକୁ ଆପଣ କିପରି କରିବେ, କେମିତି କରିବେ, 3 ଥର ମନ୍ତ୍ରକୁ ପଢ଼ି ଆପଣ କିପରି ପରିସ୍ରା କରିବେ, ମୁଁ ଆପଣଙ୍କୁ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ପୁରା ଧ୍ୟାନ ସହିତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଠିକ୍ ଅଛି, ତେବେ ମନେ ରଖନ୍ତୁ, ବିଧିଟି ଜାଣିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ ଆଉ ତା'ର ଲାଭ ପାଇପାରିବେ। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ
କେବଳ ଶନିବାର ଦିନ କରିବେ, ସନ୍ଧ୍ୟାବେଳେ କରିବେ। ଠିକ୍ ଅଛି, ଧ୍ୟାନ ସହିତ ଶୁଣନ୍ତୁ। ପ୍ରଥମେ ଆପଣ କ'ଣ କରିବେ, ଖଣ୍ଡେ ସାଧା କାଗଜ ଆଣିବେ। କାଗଜରେ ସେଇ ଝିଅ ବା ମହିଳାର ନାମ ଲେଖିବେ ଯାହାକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି। ତା ତଳେ ଆପଣ ତ୍ରିମ୍ 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 ଏହି 3ଟି ଶବ୍ଦ ଲେଖିବେ। ଲେଖିସାରିବା ପରେ ସେ କାଗଜକୁ ନେଇକି କୌଣସି ଏକ ସୁନସାନ ଜାଗାକୁ ଯିବେ ଯେଉଁଠାରେ ଆପଣଙ୍କୁ କେହି ଦେଖିବେନି କିମ୍ବା ଡାକିବେନି। ତାପରେ ସେ କାଗଜକୁ ତଳେ ମାଟି ଉପରେ ରଖିବେ। ତାପରେ ଆଖି ବନ୍ଦ କରିକି ସେଇ ଝିଅ ବା ମହିଳାକୁ ମନେ ମନେ ଭାବିବେ। ତାର ମୁହଁକୁ ନିଜ ମନରେ ଭାବିବେ। ଭାବି ସାରିବା ପରେ ଆପଣ ସେ କାଗଜ ଉପରେ ପରିସ୍ରା କରିବେ। ପରିସ୍ରା କରିବା ସମୟରେ ଆପଣ ତ୍ରିଂ 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 ଏହିପରି ଏହି 3ଟି ଶବ୍ଦକୁ 3 ଥର ପଢ଼ିଦେବେ। ତାପରେ 5 ଥର ସେ ଝିଅ ବା ମହିଳାର ନାମ କହିବେ। ତାପରେ ସାଙ୍ଗେ ସାଙ୍ଗେ ଘରକୁ ଫେରି ଆସିବେ। ପଛକୁ ବୁଲିକି ଚାହିଁବେନି। ଏତିକି କରିକି ଦେଖନ୍ତୁ, ସେ ଝିଅ ବା ମହିଳା ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ।